नमस्कार टुडे फ्लाश न्यूज को स्वागत करुच्ची मु अमूल्य जेना। आसंतु देखिबा आजिर फ्लाश न्यूज। टुडे फ्लाश न्यूज बेंदालिया ग्राम विश्व शांति 24 प्रहर अखंड नामयज्ञ जोगदेले दिगपहंडी विधायक डॉक्टर सिद्धांत महापात्र। गंजाम जिला कुकुड़ाखंडी ब्लॉक अंतर्गत लाठी पंचायत बेंदालिया ग्रामर दाससाही चलिथिबा एही नामयज्ञ रे दिगपहंडी विधायक सिद्धांत महापात्र जोगदे आशीर्वाद कामना करथिले। एही नामयज्ञ गत 7 तारिख ठारू आरंभ होई 11 तारिख पर्यंत चलिथिला। एहा अंचल रे एक आध्यात्मिक परिवेश सृष्टि कर परिथिला। एही आध्यात्मिक कार्यक्रम रे महुड़ा पंचायत समिति सभ्य जतेन्द्र पात्र, कुकुड़ाखंडी भाइस चेयरमैन विष्णुप्रिया बेहेरा, लाठी सरपंच राधामोहन सेठी, बीजेपी मंडल कार्यकर्ता चंदन सेठी, जगन्नाथ बेहेरा, टीटू सेठी, निरंजन साहू समेत बहु ग्रामवासी उपस्थित थिले। एथिरे मनमुग्धकर सांस्कृतिक कार्यक्रम मान परिवेशन करा जायथिला। कृष्णचंद्र सामंतरायଙ୍କ रिपोर्ट टुडे फ्लाश टीवी। पारंपरिक दिवस आग्रह क्रमे अति शांति श्रृंखला सहित एक आम नामजाक को आगे नवा आम माननीय विधायक सर ये अनुष्ठान कार्यक्रम में उपस्थित अच्छा माननीय विधायक सर एवं स्थानीय सरपंच एवं समित जतेन्द्र भाईना भगवान भाईना और समस्त भी आप अति परिचित भी अच्छा उदय भाईना भी अच्छा समाजसेवी विनोद भाईना भी अच्छा। आम्ही आज बेंदालिया ग्राम को आसीचु जो आमर भारत प्राप्त अध्यक्ष महोदय सरपंच आमर मुगुड़ार जे समिति सभ्य जतेन्द्र भाई उदय भाईना समस्त आसीचे आज जगह ये आज आमर 24 प्रहर नामयज्ञर आयोजन कराई। गतकाली तार आरंभ होती 11 तारिख दिन तार समापन हम। प्रत्येक 2 वर्ष सेमती तिथि अनुसार 2 वर्ष थे हवा कथा से अनुसार ये आयोजन करा आज आसी जगार एवं लोक मान जो उत्साह रही जो खुशी रही या भितर मुझे देखिपुची सांस्कृतिक सहित गोटे आध्यात्मिक परंपरा जो अच्छी आमर ता सहित ये आध्यात्मिक परंपराटी भी या भितर आज
ଜଳ ଜଳକିରି ଦେଖାଯାଉଛି ଯେ ଲୋକମାନେ କେମିତି ଭଗବତମୟ ବା ଭାବମୟ ହେଇକି ଯେମିତି ନାମ କୀର୍ତ୍ତନ କରୁଛନ୍ତି ଏ ଜାଗାରେ। ତା ସହିତ କିଛି ଲୋକମାନଙ୍କର ସମସ୍ୟାର କଥା ବି ଏ ଜାଗାରେ ଆସିଛି, କିଛି ଡିମାଣ୍ଡ ଅଛି ସେମାନଙ୍କର। ଖୁସି ଲାଗିଲା ମୋତେ ଯେ ଆମର ଏଇ ସାହି ଭିତରେ ବେନ୍ଦାଳିଆରେ ସେମାନେ ଡିମାଣ୍ଡ ତା ଭିତରେ ଗୋଟେ ଅଛି, ଛୁଆମାନଙ୍କର ପାଠ ପଢ଼ିବା ପାଇଁ ଗୋଟେ ଅସମ୍ପୂର୍ଣ୍ଣ ଗୋଟେ ଘରଟେ ପାଠାଗାର ରଖିଛନ୍ତି, ସେଇଟା ଟିକେ ସମ୍ପୂର୍ଣ୍ଣ କରିଦେବେ। ଏବଂ ସବୁଠୁ ଖୁସି ଲାଗୁଛି ସେଇ ଜିନିଷ ଯେ ଛୁଆମାନଙ୍କର ପାଠ ପଢ଼ିବା ପାଇଁ ସେମାନେ ଚିନ୍ତିତ। ଆଉ ନିଶ୍ଚିତ ଭାବରେ ସମସ୍ତେ ମିଳିତ ଉଦ୍ୟମରେ ଏ କାର୍ଯ୍ୟକୁ ବି ଆମେ ସମାପନ କରୁ ଏବଂ ଅତି ଶୀଘ୍ର ଆମେ ତାକୁ ସମାପନ କରୁ। ଶ୍ରୀଯୁକ୍ତ ରାଧାମୋହନ ସେଠୀ, ସରପଞ୍ଚ ଲାଠି ଗ୍ରାମ ପଞ୍ଚାୟତ। ଆମର ବେନ୍ଦାଳିଆ ଗ୍ରାମର ହରିଜନ ସାହିଠାରେ ପ୍ରତି 2 ବର୍ଷରେ ଥରେ 24 ପ୍ରହର ନାମ ଯଜ୍ଞର ଆୟୋଜନ କରାଯାଏ। ଏହାର ସମ୍ପୂର୍ଣ୍ଣ ଅର୍ଥ ଥାଏ କି ପଞ୍ଚାୟତର ହଉ କି ସମଗ୍ର ଓଡ଼ିଶାର କି ସମଗ୍ର ସମସ୍ତଙ୍କର ମଙ୍ଗଳ କାମନା କରାଯାଏ ଏଠି ଆମର ଯେଉଁ ନାମ ଯଜ୍ଞରେ। ଆଉ ଏଠି ଆମର ସବୁ ବର୍ଷ ପ୍ରତି 2 ବର୍ଷରେ ଥରେ ହୁଏ, ବହୁତ ଧୁମଧାମରେ ପାଳନ କରାଯାଏ। ମୋ ନାଁ ଗୋପାଳ କୃଷ୍ଣ ଦାସ, ଗ୍ରାମ ବେନ୍ଦାଳିଆ, ଲାଠି ପଞ୍ଚାୟତ। ଆଚ୍ଛା, କ'ଣ କାର୍ଯ୍ୟକ୍ରମ ହେଉଛି ଆପଣଙ୍କ? କାର୍ଯ୍ୟକ୍ରମ ଏଇଟା ଆମର ପରମ୍ପରା, ତ ଆମେ ଜନ୍ମ ନ ହଉ ଏ ପରମ୍ପରା ଚାଲିଛି, ଯାହାକି ଦୀର୍ଘ 60-70 ବର୍ଷ ତଳୁ ଚାଲିଛି। ପ୍ରତି 2 ବର୍ଷରେ ଥରେ ଆମ ଗାଁରେ 24 ପ୍ରହର ନାମ ଯଜ୍ଞ, ପ୍ରଥମରେ ଅଷ୍ଟପ୍ରହରୀ ହେଇଥିଲା, ଆଉ ବର୍ତ୍ତମାନ ପ୍ରାୟ 20 ବର୍ଷ ଠାରୁ ପ୍ରତି 2 ବର୍ଷରେ ଥରେ 24 ପ୍ରହର ନାମ ଯଜ୍ଞ ଅନୁଷ୍ଠିତ କରାଯାଉଛି। ଆଚ୍ଛା, କ'ଣ ପ୍ରସାଦ ସେବନ ସାଂସ୍କୃତିକ କାର୍ଯ୍ୟକ୍ରମ? ଆଜ୍ଞା, ପ୍ରଥମ ଦିନରୁ ଆମର ଭାତ ଡାଲମା ପ୍ରସାଦ ସେବନ ଦୈନିକ 5,000-6,000 ଲୋକ ଖାଇବେ ଏବଂ ଶେଷ ଦିନ ପ୍ରାୟ 10,000 ଲୋକ ଖାଇବେ। ଯତୀନ୍ଦ୍ର ପାତ୍ର, ମହୁଳା ସମିତି ସଭ୍ୟ, ଗାଁ ବେନ୍ଦାଳିଆ, ଲାଠି ପଞ୍ଚାୟତ। ଆଚ୍ଛା, ଆପଣଙ୍କ ଗାଁର କାର୍ଯ୍ୟକ୍ରମକୁ ନେଇ କ'ଣ କହିବେ? ଗାଁର କାର୍ଯ୍ୟକ୍ରମ ତ ବହୁତ ସୁନ୍ଦର କାର୍ଯ୍ୟକ୍ରମ ଚାଲିଛି, ପ୍ରତି 2 ବର୍ଷ ଥରେ ହେଉଛି। ଆଜି ବି ଆମର MLA ଆସିଥିଲେ, ପିଲାମାନେ ବି ବହୁତ ଉତ୍ସାହ ଅଛନ୍ତି, ସୁନ୍ଦର କାର୍ଯ୍ୟକ୍ରମ ଚାଲିଛି, ଆପଣମାନେ ଦେଖୁଥିବେ। ଆଚ୍ଛା, ଏ କାର୍ଯ୍ୟକ୍ରମ ଯେଉଁ ହେଉଛି ଏଇଟା 2 ବାର୍ଷିକ କାର୍ଯ୍ୟକ୍ରମ ନା ବାର୍ଷିକ କାର୍ଯ୍ୟକ୍ରମ? ନାଇଁ 2 ବର୍ଷ ଥରେ। କେଉଁ କେଉଁ ଆଡ଼ୁ ଭକ୍ତମାନେ ଆସିଛନ୍ତି, କେମିତି କ'ଣ କାର୍ଯ୍ୟକ୍ରମ? ଭକ୍ତମାନେ 4-5 ଲୋକ ଆସିଛନ୍ତି ବାହାରୁ, ବ୍ରହ୍ମଚାରୀ ପ୍ଲସ୍ ଗାଁର ଆମର ପୁରୋହିତ ଆଉ ସାଙ୍ଗସାଥି ବନ୍ଧୁ ବାନ୍ଧବ ବହୁତ ଲୋକ, ପ୍ରାୟ 10,000 ଲୋକ ପାଇଁ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା ନିଶ୍ଚୟ ଜଣାଇବେ। ନମସ୍କାର। ବିଶ୍ୱାସର ମାନଦଣ୍ଡ। Hi friends, please like, share and subscribe Today Flash News. Bye bye. ଟୁଡେ ଫ୍ଲାସ୍ ନ୍ୟୁଜ୍।